ସକାଳୁ ସକାଳୁ ଦେଖିଲି ମାମା ଗୋଟେ ପଲିଥିନରେ କ'ଣ ଧରି ଆସୁଛନ୍ତି। ମୁଁ ତାଙ୍କ ପଛେ ପଛେ ରୋଷେଇ ଘରକୁ ଯାଇ ଦେଖିଲି ସେ ଆଣିଥିଲେ ମାଛ ଅଣ୍ଡା। ତାକୁ ଭଲ ଭାବରେ ଧୋଇ ପ୍ଲେଟ୍ରେ କାଢ଼ିନେଲି। ସେଥିରେ ଟିକେ ସୋରିଷ ମସଲା ଦେଇଦେଲି, ଧନିଆ ପତ୍ର, କଞ୍ଚା ଲଙ୍କା, ଅଦା ରସୁଣ ଟିକେ ପେଷ୍ଟ ମଧ୍ୟ ଦେଇଥିଲି। ସେଥିରେ ଟିକେ ପିଆଜକୁ ଚୁନ ଚୁନ କରିକି କାଟିକି ପକେଇଥିଲି। ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଟିକେ, ବେସନ ଟିକେ ଦେଇ ତାକୁ ଭଲ ଭାବରେ ଗୋଳେଇ ନେଇଥିଲି। ଆପଣମାନେ ବିଶ୍ୱାସ କରନ୍ତୁ ଏତେ ଟେଷ୍ଟି ଲାଗିବ, ଆପଣ ୟା ଆଗରେ ନା ମଟନ ଝୋଳ ଖାଇବା ବି ଭୁଲିଯିବେ। ମୁଁ କହିଲି ମାମା କ'ଣ କରିବା? ସିଏ କହିଲେ କିଛି ନାହିଁ, ମୁଁ ଏଇ ଛୋଟ ଛୋଟ ପିଠା ବନେଇଦେ, ତେଲ ବି କମ୍ ଖର୍ଚ୍ଚ ହେବ ଆଉ ପାଟିକୁ ବି ଟେଷ୍ଟି ଲାଗିବ। ମୁଁ ସାଙ୍ଗେ ସାଙ୍ଗେ ଦେଖନ୍ତୁ ତାକୁ ଭଲ ଭାବରେ ଚକଟି ଦେଇଥିଲି। ଏପଟେ ପ୍ୟାନ୍ ବସେଇ ତେଲ ଗରମ କରିଦେଇଥିଲେ ମାମା, ସେଇଥିରେ ମୁଁ ତାକୁ ଛୋଟ ଛୋଟ ଚକୁଳି ପିଠା ଭଳିଆ କରି ନେଇଥିଲି। ଆପଣମାନେ ଟ୍ରାଏ କରନ୍ତୁ, ଆଜି ହିଁ ଖାଆନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଟିକେ ନିହାତି କରିଦିଅନ୍ତୁ। ଦେଖନ୍ତୁ ଓଲଟେଇକି ଦେଖିଲା ବେଳକୁ ଅଲରେଡ଼ି ବାସ୍ନା ହେଇଯାଉଥିଲା ଆଉ ମନ ଖାଲି ଖାଇବା ପାଇଁ ଉଚ୍ଛନ ହେଇଯାଉଥିଲା। ମାମା କହିଲେ ଜଲ୍ଦି ଜଲ୍ଦି ବନା, କାରଣ ମାଛ ଅଣ୍ଡା ଦେଖିକି ପାଟିରୁ ଲାଳ ବୋହିଲାଣି। ମୁଁ କହିଲି ଠିକ୍ ଅଛି ମାମା, ଦେଖନ୍ତୁ ଏମିତି ରେଡ୍ ରେଡ୍ କରିକି ଭାଜି ନେଇଥିଲି। ଓହୋ, କେତେ କମ୍ ଟାଇମ୍ରେ ଆଉ କେତେ ସୁଆଦିଆ ରେସିପି ବନା ହେଇଯାଇଥିଲା। ତାପରେ ତାକୁ ପ୍ଲେଟ୍